हेलो फ्रेंड्स। आज आम ए वीडियो रे पढ़िबा तुलनात्मक रूढ़ी। वेरी वेरी इंपोर्टेंस। तो प्रथम है एंडुओ परी मुंड टुंगारिबा। से किछि बुझु न बुझु सबुबेले एंडुओ परी मुंड टुंगारि थाए। कुकुर परी धाइबा। टंका केइटा लोभरे से कुकुर परी धाउछि। खुंटटा परी ठिया हेबा। बसिबाकू कहिली न बसी खुंटटा परी ठिया होइछु काहेकि। गड़ परी पड़िबा। ढिंकी परी पड़िबा। लोकटा गड़ परी पड़िछि पदे भी जवाब नाही। छुंची परी मुह करवा। सबुबेले छुंची परी मुह कले किए तोते भल पाइब। जोक परी लागिबा। जो माने कर्मठ से माने कामरे सर्वदा जोक परी लागिथां। पेड़ी परी मुह करवा बा फुलेइबा। सत कथा कहिदेबारु से पेड़ी परी मुह करी फुलेई बसिछि। पवन परी धाइबा। किए विपदरे पड़िछि शुणिले ताकू साहाय्य करिया पई से पवन परी धाई जाआंती। प्रसाद परी पाइबा। पड़ोशी घरु आसीथिबा तरकारी को से प्रसाद परी पाइदेला। बरडा पत्र परी थरिबा। पिलाटा किछि कथा जना पड़िजिबारु बापाଙ୍କ आगरे से बरडा पत्र परी थरुछि। साप परी फं फं हेबा। सामान्य कथारे रागी जाई से साप परी फं फं हुଅନ୍ତି। सिंह परी जुझिबा। बालक अभिमन्यु सप्तरथीଙ୍କ सहित सिंह परी जुझिला। ତୁଆ ପରି ଘଷିବା। ଗୀତଟି ତା ମନକୁ ଏମିତି ପାଇଛି ଯେ ଦିନରାତି ତୁଆ ପରି ଘଷି ହେଉଛି। ବର୍ତ୍ତମାନ ଦେଖିବା କ୍ରିୟାଯୁକ୍ତ ରୂଢ଼ି। ଭେରି ଭେରି ଇମ୍ପୋର୍ଟାନ୍ସ ପିଲାମାନେ। ବର୍ତ୍ତମାନ ଏବେ ଅପକମିଂ 10th ଏକ୍ଜାମିନେସନ୍ ଆସିଛି। ଆଉ ବର୍ତ୍ତମାନ ଅଷ୍ଟେଟ୍ ମଧ୍ୟ 21 ତାରିଖରେ ପରୀକ୍ଷା ଅଛି। ଏଗୁଡ଼ାକୁ ଟିକେ ଭଲ ଭାବରେ ଦେଖି ନେଇଯିବେ, ନିଶ୍ଚିତ ଭାବରେ ପରୀକ୍ଷାରେ ଆସିବ। ଅହନ୍ତା ରଖିବା ବା ଅକସ ରଖିବା ମାନେ କ'ଣ ନା ପ୍ରତିହିଂସା ମନୋଭାବ ଘୋଷଣ କରିବା। ସାଧୁ ଲୋକଙ୍କ ପ୍ରତି ଅହନ୍ତା ରଖିଲେ କିଛି ଫଳ ହୁଏ ନାହିଁ। ଅନ୍ଧାରକୁ ଟେକା ପକାଇବା ବା ଅନ୍ଧାର ଘରେ ବାଡ଼ି ବୁଲେଇବା। ଅନୁମାନ କରିବା। ପ୍ରକୃତ ପାଠ ନ ଜାଣି ଅନ୍ଧାରକୁ ଟେକା ପକାଇଲା ଭଳି ଉତ୍ତର ଦେବାକୁ ଶିକ୍ଷକ ଧୀରେନ୍ଦ୍ର ଉପରେ ରାଗିଲେ। ଆଖିରେ ରଖିବା। ଲକ୍ଷ୍ୟ ରଖିବା ବା ଯତ୍ନ ନେବା। ଜାତୀୟ ସ୍ୱାର୍ଥକୁ ଆଖି ଆଗରେ ରଖି ଆମକୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆଖି ଦେବା ବା ଦୃଷ୍ଟି ପକାଇବା। ବିଶ୍ୱ ଦୃଷ୍ଟିରେ ଦେଖିବା ବା ଲୋଭ କରିବା। ପର ଦ୍ରବ୍ୟ ପ୍ରତି ଆଖି ଦେବା ବା ଦୃଷ୍ଟି ପକାଇବା ଠିକ୍ ନୁହେଁ। ନେକ୍ସଟ, ଆଖି ପକାଇବା ବା ଲୋଲୁପ ଦୃଷ୍ଟି ପକାଇବା। ଯେମିତି ଚୋର ସେ ଘରଟି ଉପରେ ଆଖି ପକାଇଲାଣି। ଆଖି ବୁଲେଇବା। ଆଖି ବୁଲେଇବା ମାନେ ମୋଟାମୋଟି ଦେଖିବା। ସାହିତ୍ୟ ପରୀକ୍ଷାକୁ ଯିବା ପୂର୍ବରୁ ବ୍ୟାକରଣ ବହି ଉପରେ ଟିକିଏ ଆଖି ବୁଲେଇ ଦେବା ଉଚିତ। ଆଖି ବୁଜିବା ବା ମୃତ୍ୟୁବରଣ ହେବା। ବାପ ଆଖି ବୁଜିବାର ମାସ ଦୁଇଟାରେ ହୋଇନି ପୁଅମାନେ ଭିନ୍ନ ହୋଇଗଲେ। ଆଖି ପାଇବା ବା ପସନ୍ଦ କରିବା। ବାପା ଆଣିଥିବା ଜିନିଷ ଗୋପାଳର ଆଖି ପାଇବା। ତ ଏଇଠି ଆଖିକି ପାଇବା, ଆଖି ପାଇବା ବା କଳନା କରିବା, ଚାଲାକ ହେବା। ତାମାନେ ଏଠି ଟିକେ କନଫ୍ୟୁଜନ ଆସିଥାଏ। ଟିକେ ଇମ୍ପୋର୍ଟାନ୍ସ ଇଏ କରିକି ତାକୁ ଟିକେ ନେଇଥାଉ ପ୍ରାୟ ଆସିଥାଏ। ଆଖିରେ ଧୂଳି ଦେବା ବା ଠକିଦେବା। କୃତଘ୍ନ ଲୋକ ଯେଉଁ ମୁହୂର୍ତ୍ତରେ ଆଖିରେ ଧୂଳି ଦେଇଦେବ ଠିକ୍ ନାହିଁ। ଆଡ଼ ଆଖିରେ ନ ଚାହିଁବା, ସାମାନ୍ୟ ଦୃଷ୍ଟି ନ ଦେବା ବା ସମ୍ପର୍କ ନ ରଖିବା। ଅଧିକାଂଶ ଧନୀ ଲୋକମାନେ ଗରିବଙ୍କୁ ଆଡ଼ ଆଖିରେ ଚାହାନ୍ତି। ନେକ୍ସଟ ହେଲା ଆ ବଳଦ ମତେ ବିନ୍ଧ। ବିପଦକୁ ଡାକି ଆଣିବା। ଅନ୍ୟ ଦେଶର ଅପରାଧୀ ଆମ ଦେଶରେ ସ୍ଥାନ ଦେବା ମାନେ ଆ ବଳଦ ମତେ ବିନ୍ଧ ସହିତ ସମାନ ଅଟେ। ଉଷୁନା ଧାନ ଗଜା ହେବା। ଅସମ୍ଭବ ସମ୍ଭବ ହେବା। ତାଙ୍କ ପୁଅଟି ବ୍ୟାଧିମୁକ୍ତ ହେଲାଣି ଯେ ଜାଣ ଉଷୁନା ଧାନ ଗଜା ହେଲା। ଉପରେ ପଡ଼ି କହିବା ବା ଆବୁଡ଼ି ପଡ଼ିବା। ନ ପଚାରୁଣୁ ବା ଅନ୍ୟର କଥା ନ ଶୁଣୁ ଉପରେ ପଡ଼ି କହିବା ତାର ଗୋଟିଏ ମନ୍ଦ ଅଭ୍ୟାସ ଅଟେ। କପାଳ ଖୋଲିବା। ଭଲ ବେଳ ପଡ଼ିବା ବା ଉନ୍ନତି ହେବା। ରାମବାବୁଙ୍କ ପଦୋନ୍ନତି ସାଙ୍ଗକୁ ପୁଅ ଚାକିରି ପାଇଲା ଓ ତାଙ୍କର କପାଳ ଖୋଲିଗଲା ଜାଣ। କପାଳ ଫାଟିବା ମାନେ ହେଲା ସର୍ବନାଶ ହେବା। ମହାବାତ୍ୟାରେ ପୁଣି ମରୁଡ଼ି ହେବାର ଲୋକଙ୍କ କପାଳ ଫାଟିଲା। କଳାକାଠ ପଡ଼ିଯିବା ବା ମଳିନ ହେବା। ପରୀକ୍ଷାରେ କପି କରି ଧରା ପଡ଼ିଯିବାରୁ ଛାତ୍ରଟି ପ୍ରଧାନ ଶିକ୍ଷକଙ୍କୁ ଦେଖି କଳାକାଠ ପଡ଼ିଗଲା। କଟା ଘାରେ ଚୂନ ଦେବା। ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା। ହରିଆ ଦୋଷ ନ କରି ଜରିମାନା ଦେଲା ପୁଣି ତାକୁ ବାସନ୍ଦ କଲେ କଟା ଘାରେ ଚୂନ ଦେଲା ଭଳି
କାମରେ ହାତ ଦେବା। କାମରେ ହାତ ଦେବା ହେଲା ଅର୍ଥ କାର୍ଯ୍ୟ ଆରମ୍ଭ କରିବା। ବୁଦ୍ଧିମାନ ଲୋକ କୌଣସି କାମରେ ହାତ ଦେବା ପୂର୍ବରୁ ସେ ବିଷୟରେ ଟିକିନିକି ବୁଝିଥାନ୍ତି। ନେକ୍ସଟ ହେଲା କାନରେ ହାତ ଦେବା। ଆଶ୍ଚର୍ଯ୍ୟ ହେବା। ତାଙ୍କ ଡାହାମିଛ କଥାଗୁଡ଼ିକ ଶୁଣି ମୁଁ କାନରେ ହାତ କାଠ ହୋଇଯିବା ବା ଯୋଡ଼ ପାଲଟିଯିବା। କାତର ହେବା ମାନେ ହେଲା କାତର ହେବା। ପୁତ୍ରର ମୃତ୍ୟୁ ଜନିତ ଦୁଃସମ୍ବାଦ ପାଇବା ପରେ ମା କ୍ଷଣକାଳ କାଠ ପାଲଟିଗଲେ। କୁହୁଡ଼ି ପହଁରିବା। ଏଇଟା ତ ପ୍ରାୟ ସମୟ ଆସିଥା ହେଉଛି ଓଷ୍ଟେଟ୍ ହଉ, ଓଏସ୍ଏସସି, ଟିଟି ବା ଓଟିଟି। ପ୍ରାୟ ଟାଇମ୍ ଆମେ ବି ପରୀକ୍ଷା ଦେବା ସମୟରେ ଆମେ ପଢ଼ିଥିଲା। କୁହୁଡ଼ି ପହଁରିବା ବୃଥା ପରିଶ୍ରମ ବା ବୃଥା ପ୍ରୟାସ କରିବା। ଆଜିକାଲିର ନେତାମାନଙ୍କ କଥାରେ ବିଶ୍ୱାସ କରିବା କୁହୁଡ଼ି ପହଁରିବା ସହିତ ଖାଲରେ ପକେଇବା, ବିପଦରେ ପକେଇବା। ସେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ସେ କୌଣସି ଲୋକଙ୍କୁ ଖାଲରେ ପକାଇବାକୁ କୁହନ୍ତି। କ୍ଷୀୟ କାଢ଼ିବା ମାନେ ହେଲା କଥାକୁ ଘାଣ୍ଟି ଦୋଷ ବାହାର। ଫଳ ଲୋକମାନେ ସବୁ କଥାରୁ କ୍ଷୀୟ କାଢ଼ିଥାନ୍ତି। ଖାଇବା ପତ୍ରରେ ଧୂଳି ଦେବା, ଜୀବିକା ଛଡ଼େଇ ନେବା। ଆକସ୍ମୂଳକ ଭାବରେ ଚାକିରିରୁ ନିଲମ୍ବନ କରିବା ମାନେ ଖାଇବା ପତ୍ରରେ ଧୂଳି ଦେବା ବ୍ୟତୀତ ଆଉ ଅନ୍ୟ କିଛି। ଗୁଜରାଣ ମେଣ୍ଟାଇବା। ଗୁଜରାଣ ମେଣ୍ଟାଇବା ଗୁଜରାଣ ମେଣ୍ଟାଇବା ମାନେ ହେଲା କଷ୍ଟ ସହି ବା କଷ୍ଟ କରି କୌଣସି ମତେ ଚଳିବା। ଗତ ମହାବାତ୍ୟାରେ ଘର ଦୁଆର ଚାଷବାସ ସବୁ ଗଲା ପରେ ମୂଲ ମଜୁରୀ ଲାଗି ବାପା କୌଣସି ପ୍ରକାରରେ ଗୁଜରାଣ ମେଣ୍ଟାଇ ଗାଲରେ ହାତ ଦେବା ବା ଚିନ୍ତିତ ହେବା। ପୁଅଟି ପରୀକ୍ଷାରେ ଫେଲ୍ ହେବାରୁ ବାପା ଗାଲରେ ହାତ ଦେଇ। ନେକ୍ସଟ ହେଲା ଗୋଡ଼ ହାତ ଧରିବା ବା ବିନମ୍ର ଗୁହାରି କରିବା। ଝିଅଟିର ବାହାଘର ସୁରୁଖୁରୁରେ ତୁଲେଇ ଦେବାକୁ ଗରିବ ବାପା ସବୁ ବନ୍ଧୁବାନ୍ଧବଙ୍କ ହାତ ଗୋଡ଼ ଧରିଦେଲେଣି। ଗୋଡ଼ ଟେକି ବସିବା ବା ପ୍ରସ୍ତୁତ ହୋଇ ରହିବା। ନନ୍ଦନକାନନ ବୁଲିଯିବା ପାଇଁ ପିଲାଟି ଗୋଡ଼ ଟେକି ବସିଛନ୍ତି। ଚଳୁ କରିଦେବା ବା ସବୁ ଶେଷ କରିଦେବା। ଲୋକଟିର ଧର୍ମ ଅଧର୍ମ ବିଚାର ନାହିଁ, ଜନସାଧାରଣମାନଙ୍କ ପାଣ୍ଠିକୁ ଚଳୁ କରିଦେଲାଣି। ଚାଲିଲା ଶଗଡ଼ରେ ହାତ ଦେବା ଅତି ଦୁଷ୍ଟାମି କରିବା। ରାନୁ ଅପାଙ୍କର ଛୁଆ ଦିଟା ଚାଲିଲା ଶଗଡ଼ରେ ହାତ ଦେବା ପାଇଁ ପିଲା ଅଟେ। ଚିତା କାଟିବା। ଚିତା କାଟିବା ମାନେ ଠକିବା। ଅନେକ ଭଣ୍ଡ ସାଧୁ ଅଛନ୍ତି ଯେଉଁମାନେ କି ଧର୍ମ ନାମରେ ଲୋକଙ୍କୁ ଚିତା କାଟନ୍ତି। ନାଁ କରିବା ବା ସୁନାମ ଅର୍ଜନ କରିବା। ଧର୍ମପଦ ଭଳି ଦେଶର ନାଁ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କର ଲକ୍ଷ୍ୟ ହେବା ଉଚିତ। ନାଁ ରଖିବା, ଯଶ ରଖିବା। ବିଦେଶକୁ ପଢ଼ିବା ପାଇଁ ଗଲାବେଳେ ବାପା କହିଲେ, ତୁ ଆମ ବଂଶର ନାଁ ରଖିବୁ ଏମିତି ମୋର କାମନା। ନାକ ଛିଞ୍ଚାଡ଼ିବା, ବିରକ୍ତ ହେବା। ସବୁ କଥାରେ ତାଙ୍କର ନାକ ଛିଞ୍ଚାଡ଼ିବା ପ୍ରକୃତରେ କେହି ପସନ୍ଦ କରନ୍ତି ନାହିଁ। ନାକ ଟେକିବା, ଘୃଣା କରିବା। ରୋଗୀ ସେବା କଲାବେଳେ ନାକ ଟେକିବା ଉଚିତ ନୁହେଁ। ନାକେଦମ କରିବା, ଅଥୟ କରିବା। ଛୁଆର ଦେହରେ ସର୍କସ ଦେବାକୁ ଯିବ ବୋଲି ପିଲାଟି କାନ୍ଦି କାନ୍ଦି ନାକେଦମ ହେଲେଣି। ଯଦି এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏଇଭଳି ଆଗକୁ ଭିଡ଼ିଓ ପାଇବା ପାଇଁ। ଏ ଭିଡ଼ିଓଟି ଲମ୍ବା ହେଇଯାଉଛି ବୋଲି ବର୍ତ୍ତମାନ ଏତିକିରେ ବନ୍ଦ କରାଗଲା। ଆଗାମୀ ଭିଡ଼ିଓରେ ବଳକା ରୂଢ଼ି ଗୁଡ଼ାକ ନେଇ ଆସିଯିବି। ଥ୍ୟାଙ୍କ ୟୁ, ଧନ୍ୟବାଦ। ଜୟ ଜଗନ୍ନାଥ।